ଭୀମଭୋଇ ମାଟିରେ ରେଡ଼ାଖୋଲରେ ଅସୁରକ୍ଷିତ ଅବସ୍ଥାରେ ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି। ରେଡ଼ାଖୋଲର ଭୀମଭୋଇ ମହାବିଦ୍ୟାଳୟ ପରିସରରେ ଥିବା ଭୀମଭୋଇ ପ୍ରତିମୂର୍ତ୍ତିର ଚତୁଃପାର୍ଶ୍ୱ ପତ୍ର ଚକୋଲେଟ୍ ଜରି ପୋଡ଼ି ଅଳିଆ ଦେଖାଯାଉଥିବା ବେଳେ ଭୀମଭୋଇ ପ୍ରତିମୂର୍ତ୍ତିକୁ ମଧ୍ୟ ଯତ୍ନ ନିଆଯାଉ ନାହିଁ। ମୁଁ ଏଇ ଭୀମଭୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ମୁଁ ଏଇ କଲେଜରେ ଆପଣ ଦେଖୁଥିବେ ବୋର୍ଡ଼ରେ ଲେଖା ଅଛି, ମୋ ନାଁ ହେଉଛି ଅମୂଲ୍ୟ କୃଷ୍ଣ ପାଢ଼ୀ, ରିଡର ଇନ୍ ସାଂସ୍କ୍ରିଟ୍। ଏବଂ 1/7/2025 ମୁଁ ଏଠି ଜଏନ୍ କଲି। ଆଜିକୁ 8 ମାସ ଚାଲିଛି ଏବଂ ଆସିଲା ପରେ ଯାହା ଯାହା ମୋ ଦୃଷ୍ଟିକୁ ଆସିଛି ମୁଁ ତାକୁ ପରିବର୍ତ୍ତନ ଏବଂ ସୁନ୍ଦର ସାବଲୀଳ କରିବା ପାଇଁ ଚେଷ୍ଟା କରିଛି। ଆଉ ଏଇ ଯେଉଁ ସମସ୍ୟାଟା ହେଇଛି ଆକ୍ଚୁଆଲି ସେଟା ଅଣଦେଖା ହେଇଛି ଏବଂ ଆମେ ଚେଷ୍ଟା କରିବୁ ଏ ପ୍ରକାର ତ୍ରୁଟି ଆଉ କେବେ ହେବ ନାହିଁ। ଯେହେତୁ ଆମର ସେ ହେଉଛନ୍ତି ଆମର ଓଡ଼ିଶାର ଗର୍ବ ଏବଂ ରେଢ଼ାଖୋଲର ଗର୍ବ ଏବଂ ସମଗ୍ର ବିଶ୍ୱର ଗର୍ବ, ଯେଉଁଟା ପତ୍ର ପଡ଼ିକି ଆଜି ଅପରିଷ୍କାର ଦେଖାଯାଉଛି, ସେଥିପାଇଁ ଆମେ ଦୁଃଖିତ। ତେଣୁ ଆମେ ଚାହିଁବୁ ଯେ ପ୍ରତ୍ୟେକ ଦିନ ଆଟଲିଷ୍ଟ ତାଙ୍କୁ ମର୍ଯ୍ୟାଦା ଦେଲା ଭଳି କାର୍ଯ୍ୟ କରିବୁ ଏବଂ ଏ ପ୍ରକାର ପତ୍ର ପଡ଼ିକି ଯେଉଁ ଦୃଶ୍ୟ ଦେଖାଯାଉଛି ତା ନ ହେବା ପାଇଁ ଆମେ ସଚେତନ ରହିବୁ ନିଶ୍ଚିତ ଭାବରେ। ଏହା ଆମ ପାଇଁ ଗୋଟେ ହେଉଛି ଗର୍ବର କଥା, ଯେହେତୁ ଆପଣମାନେ ତାହା ଆମକୁ ଅବଲୋକନ କରାଇଲେ, ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ। ଏ ବିଷୟରେ ଭୀମଭୋଇ ମହାବିଦ୍ୟାଳୟର ଅଧ୍ୟକ୍ଷକୁ ଜଣାଇଲା ପରେ ଏଣିକି ପ୍ରତିମୂର୍ତ୍ତିର ଚତୁଃପାର୍ଶ୍ୱ ସଫା ସହିତ ଭୀମଭୋଇ ପ୍ରତିମୂର୍ତ୍ତିକୁ ମଧ୍ୟ ପରିଷ୍କାର ରଖାଯିବ ବୋଲି ଭୀମଭୋଇ ବିଦ୍ୟାଳୟର ଅଧ୍ୟକ୍ଷ ଜଣାଇଛନ୍ତି। ରେଡ଼ାଖୋଲରୁ ଦୀପକ ସିଂଙ୍କ ରିପୋର୍ଟ, ଆମ ଓଡ଼ିଶା।